ସକାଳୁ ସକାଳୁ ନିଜର ମନ କଥା ନିଜର ପରିବାରର ମଙ୍ଗଳ କାମନା କରି ମାଆଙ୍କ ପାଖରେ ପୂଜା କରିଥିଲି। ଆଉ ଦିନଟି ମୋର ବହୁତ ଭଲରେ କଟିବ ବୋଲି ମୋର ପୁରାପୁରି ବିଶ୍ୱାସ ଓ ଆଶା ଥିଲା। ତ ମାଆ ଆଜି ଗେଣ୍ଡୁ ଫୁଲରେ ବହୁତ ହି ସୁନ୍ଦର ଦିଶୁଛନ୍ତି। ତ ମାଆଙ୍କ ପୂଜା ସରି ମୁଁ ଟିକେ କିଚେନ୍କୁ ଯାଇଥିଲି। ଆଉ କିଚେନ୍ରେ କିଛି ଜଳଖିଆ ବନେଇ ଯାଇ ଦେଖେ ତ ଜେନାବୁଙ୍କ ପ୍ୟାକିଂ ଆରମ୍ଭ ହେଇଯାଇଥିଲା। କାରଣ ଜେନାବୁ ଆଜି କୋଏମ୍ବାଟୁର ଯାଉଛନ୍ତି। ତ କହୁ କହୁ କେମିତି 15 ଦିନ ସରିଗଲା ଜମାରୁ। ଆଉ ଜେନାବୁଙ୍କ ଛୁଟି ବି ସରିଯାଇଥିଲା। ତ ଏ ବର୍ଷ ନୂଆ ବର୍ଷଟା ବହୁତ ହି ଭଲରେ କଟିଲା। ଆଉ ବହୁତ ବୁଲାବୁଲି ହେଲା, ମଜାମସ୍ତି, ସପିଂ ବି ହେଇଥିଲା। ତ ପୁଣି ଜେନାବୁ ଏପ୍ରିଲ ମାସକୁ ମନ ତ ଦୁଃଖ ହେଲେ କ'ଣ କରିବାକୁ ପଡ଼ିବ, କର୍ମ ତ କରିବାକୁ ପଡ଼ିବ ନା। କର୍ମ ନ କଲେ ଖାଇବାକୁ ହିଁ ମିଳିବନି। ତ କହୁ କହୁ ଜେନାବୁଙ୍କର ଟ୍ରେନ୍ର ଟିକେଟ୍ ଆସିଗଲା ଆଉ କନଫର୍ମ ତ ହେଇଯାଇଛି। ତ ଜେନାବୁ ଏବେ ଚାଲିଲେ, ମାଆ ଜେନାବୁଙ୍କୁ ନେଇ ଭଲରେ ଭଲରେ ପହଞ୍ଚେଇ ଦିଅନ୍ତୁ। କାରଣ ମାନେ ଜେନାବୁ ଯାଇ ସେଠି ପହଞ୍ଚିଲେ ମୋତେ ଯାଇକି ଟିକେ ଭଲ ଲାଗିବ। ତ ଜେନାବୁଙ୍କ 12ଟା ବେଳେ ଟ୍ରେନ୍ ଅଛି। ତ ଜେନାବୁ ଚାଲିଲେ ତ ଭଲରେ ଭଲରେ ଯେମିତି ଯାଇ ପହଞ୍ଚିଯାଉ। ତ ପହଞ୍ଚି ଜେନାବୁ ଫୋନ୍ କଲେ ମୋତେ ଯାଇ ଟିକେ ଭଲ ଲାଗିବ। ମୋ ମନ ଦୁଃଖ ଦେଖି ସଦାମା ମୋତେ ହସେଇ ଦେଲେ, କହିଲେ ମାମା ବାବା ଦେଇ ଯାଇଛନ୍ତି 100 ଟଙ୍କା ରଖ, ଝାଲ ମଟର ଆଇଲେ କିଣିକି ଖାଇଦେବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ, ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବ। ଜୟ ମାତା ରାଣୀ, ଜୟ ଜଗନ୍ନାଥ।